ଆଶାଦେବ ଏକ ସୁନ୍ଦର ପରିବେଶ ଭିତରେ ଗୋଟେ ଆନନ୍ଦର ମାହୋଲ ଭିତରେ ବସିଥାନ୍ତି ଫିଲାନ୍ଥ୍ରୋପିର ନାଟ ମଣ୍ଡପରେ ଭକ୍ତ ମାନେ ଘେରିକି ବସିଥାନ୍ତି। ସେନ ଶ୍ରୀ ପରମ ପୂଜ୍ୟପାଦ ଶ୍ରୀ ଆଶାଦେବ କହୁଛନ୍ତି ମୋର ଗୋଟେ ମନେ ପଡୁଛି ଯେ ରବୀନ୍ଦ୍ରନାଥ ଟାଗୋରଙ୍କର ଗୋଟେ ଗୀତ ଅଛି, ତୁମେ ଯେତେ ଭାର ଦେଇଛ ସେ ଭାର କରି ଦେଇଛ ସହଜ, ତୁମେ ଯେତେ ଭାର ଦେଇଛ ସେ ଭାର କରି ଦେଇଛ ସହଜ, ମୁଁ ଯେତେ ଭାର ଜମେଇ ତୋଳିଛି ସକଳ ହିଁ ରହିଛି ବୋଝ। ଆଜ୍ଞା ଅତି ଗୁରୁତ୍ୱପୂର୍ଣ୍ଣ କଥା। ପରମ ପିତା ଯୋଉ ବୋଝ ଆମମାନଙ୍କୁ ଦେଇଛନ୍ତି ସେ ବୋଝଟାକୁ ନିଜେ ହିଁ ସେ ସହଜ କରିଦେଇଛନ୍ତି, କିନ୍ତୁ ମୁଁ ମୋ ଜୀବନରେ ଯୋଉ ବୋଝକୁ ମୁଣ୍ଡରେ ମୁଣ୍ଡେଇଛି ତାହା କିନ୍ତୁ ମୋର ଜୀବନର ଚଲାପଥକୁ ସହଜ କରିନାହିଁ। କାରଣ ଆମମାନେ ଆସକ୍ତ ହେଇ ଉଠିଛୁ, ଆମମାନେ ଆସକ୍ତ ହେଇଯାଇଛୁ ଆମର ପରିବାର ପରିଜନଙ୍କ ପ୍ରତି। ଏଇ ଆସକ୍ତି ଆମମାନଙ୍କୁ ବହୁ ବିଚଳିତ ଦିଗକୁ ଆଗେଇ ନିଏ। ମୁଁ ସ୍ୱାର୍ଥପର ହେଇଯାଏ, ମୋର ଶାନ୍ତି ସ୍ୱସ୍ତି ପାଇବାର ଆଶାରେ ମୁଁ ଏକ ମରିଚିକା ପଛରେ ଧାଏ। ମୁଁ ଚାହେଁ ମୋର ସ୍ତ୍ରୀ ପିଲାଙ୍କ ଠାରୁ ମୁଁ ଶାନ୍ତି ପାଇବି, ମୋର ପରିବାରରୁ ଶାନ୍ତି ପାଇବି। ଏଇ ଆଶା ଏଇ ଆକାଂକ୍ଷା ନେଇ ମଣିଷ ଏକ ଗଧ ଘୁଷୁରୀର ଜୀବନକୁ ବହନ କରି ଜୀବନଟାକୁ ଛାରଖାର କରିଦିଏ। କିନ୍ତୁ ଶ୍ରୀ ଠାକୁର ସେ ପ୍ରକାର ଜୀବନକୁ ଚାହିଁ ନାହାନ୍ତି। ଶ୍ରୀ ଠାକୁର କହୁଛନ୍ତି ତମର ସ୍ୱାର୍ଥର କେନ୍ଦ୍ରବିନ୍ଦୁ ସିଏ ହିଁ ଉଠନ୍ତୁ, ପରମ ପିତା ହିଁ ଉଠନ୍ତୁ। ତାଙ୍କୁ ଯେତେବେଳେ ତୁମର ସ୍ୱାର୍ଥର କେନ୍ଦ୍ରବିନ୍ଦୁ କରି ଚାଲିବ ଦେଖାଯିବ ତମମାନଙ୍କ ଉପରେ ଥିବା ଯୋଉ ବୋଝ ତା ଅନେକ ଭାବରେ ହାଲୁକା ହେଇଯିବ। ନଚେତ ମଣିଷ ଛନ୍ଦି ହେଇଯାଏ, ତାର ଜୀବନ ଚର୍ଯ୍ୟାକୁ ଏଇ ସ୍ୱାର୍ଥପର ଜୀବନକୁ ନେଇ ଆଗେଇବା ଭିତର ଦେଇ ସେ ଅନେକ ପ୍ରକାର ଝମିଲା ଭିତରେ ଛନ୍ଦି ହେଇଯାଇଥାଏ। ତା ଜୀବନରେ ମାଲି ମକଦ୍ଦମା ଆସେ, ତା ଜୀବନରେ ଅନେକ ଦୁଃଖ ଆସେ, ଅନେକ କଷ୍ଟ ଆସେ। ପରିବାରକୁ ବହନ କରି ଚାଲୁ ଚାଲୁ କେତେବେଳେ ଯେ ସେ ଝୁଣ୍ଟି ପଡି କନ୍ୟା କାବରା ହେଇଯାଏ ତାର ଇୟତା ହିଁ ନଥାଏ। ତେଣୁ ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ କହୁଛନ୍ତି ଯେ ମୁଁ ଯେତେ ଭାର ଜମେଇ ତୋଳିଛି ସକଳ ହିଁ ରହିଛି ବୋଝ, ଏ ବୋଝ କେବେ ହେଲେ ମୋ ମୁଣ୍ଡରୁ ଓହ୍ଲେଇ ପାରେ ନା। ଏଇଟା ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ ହିଁ କହୁଛନ୍ତି। ଆମମାନଙ୍କ ଜୀବନଟା ବି ଏଭଳି। ଏଇ ଦୀକ୍ଷା ପତ୍ର କାର୍ଯ୍ୟକ୍ରମ ଏଇଟା ତୁମର କାମ ଥିଲା, ଏଇଟା ଆମମାନଙ୍କର କାମ ଥିଲା। କାରଣ ଆମମାନେ ଯେତେବେଳେ ଦୀକ୍ଷା ନେଇଥିଲୁ ସେତେବେଳେ ଦୀକ୍ଷାର ଯୋଉ ପତ୍ରଟି ଆମେ ପାଇଥିଲୁ ତାର ପ୍ରଚ୍ଛଦ ପଟରେ ଯୋଉ 4ଟି ନିୟମ ଥିଲା ତାହା କିନ୍ତୁ ଆମମାନେ ପରିପାଳନ କରିନାହୁଁ। ଆମମାନେ କାହା ଘରକୁ ଯାଇନାହୁଁ, କୌଣସି ଗୁରୁ ଭାଇ ମାନଙ୍କ ସହିତ ସୋହାଗରେ ମିଶି ନାହୁଁ, ସେମାନଙ୍କର ଦୁଃଖ ସୁଖରେ ନିଜକୁ ଭାଗିଦାର କରିନାହୁଁ। ତା ପ୍ରତି ଆମର ଆପ୍ରାଣ ଭାବ ରହିଛି, ସେ ପ୍ରକାର ଭାବ ତା ମନ ଜଗତରେ ଆମେ ଢୁକେଇ ପାରିନାହୁଁ। ସେଇଥିପାଇଁ ଆମମାନେ କରିନାହୁଁ ବୋଲି ଆଜି ସେ ଅଜସ୍ର ଆଶୀର୍ବାଦ ଆମମାନଙ୍କ ପ୍ରତି ଢାଳି ଦେଇଛନ୍ତି ଏଇ ଡିପି ୱାର୍କସ ମାଧ୍ୟମରେ, ଯାହା ଦ୍ୱାରା ଆମମାନେ ପ୍ରତ୍ୟେକଟି ଗୁରୁ ଭାଇ ମାନଙ୍କ ସହିତ ସମ୍ପର୍କ ରଖିବା, ତାଙ୍କର ପରିବାରକୁ ଯିବା, ତାଙ୍କର ସୁଖ ଦୁଃଖରେ ଭାଗିଦାରୀ ହବା, ତାଙ୍କର ଗଛ ବୃକ୍ଷ ଲତା ତାଙ୍କର ଘରର ଆସବାବ ପତ୍ରକୁ କିଭଳି ଭାବରେ ସୁସଜ୍ଜିତ କରିକି ରଖାଯାଇପାରେ ତାହା ମଧ୍ୟ ତାଙ୍କ ଘରେ ଯାଇ ଆମେ କରିଦବା, ଯାହା ଶ୍ରୀ ଠାକୁର ଚାହିଁଛନ୍ତି।